ଥରେ ଜଣେ ଶଗଡ଼ିଆ ତା ବଳଦ ଗାଡ଼ିରେ ବହୁତ ଗୁଡ଼ିଏ ସଉଦା ଲଦି ସହରରୁ ଗାଁକୁ ଯାଉଥିଲା। ଶଗଡ଼ ଉପରେ ବସି ମନ ଖୁସିରେ ନାନା ବାୟା ଗୀତ ଗାଇ ଚାଲିଥାଏ। ମଝିରେ ମଝିରେ ବଳଦ ଦୁହିଁଙ୍କୁ ପାଟି କରି ଅଡ଼ଉଥାଏ। କିଛି ବାଟ ଗଲା ପରେ ପଡ଼ିଲା ଗୋଟେ କଚ୍ଚା ରାସ୍ତା। ସେହି ରାସ୍ତାରେ ଯାଉ ଯାଉ ବଳଦ ଗାଡ଼ିର ଚକ ଗୋଟେ ବଡ଼ ଗାଢ଼ରେ ପଡ଼ିଗଲା। ବଳଦ ଦୁହେଁ ବହୁ ପ୍ରୟାସ କଲେ, ହେଲେ ଚକ ସେ ଗାଢ଼ରୁ ବାହାରିଲା ନାହିଁ। ଶେଷରେ ଶଗଡ଼ିଆ ତା ଶଗଡ଼ ଗାଡ଼ିରୁ ଓହ୍ଲେଇ ପଛରୁ ପେଲିଲା, ହେଲେ ତା ଶଗଡ଼ ଆଉ ଗାଢ଼ରୁ ଉଠିଲା ନାହିଁ। ସେ ବହୁତ ବଡ଼ ପାଟିରେ ଭଗବାନଙ୍କୁ କହିଲା, ହେ ପ୍ରଭୁ, ତୁ ମୋତେ ଏ କି ଶାସ୍ତି ଦଉଛୁ? ସେତେବେଳକୁ ଛାଇ ଲେଉଟାଣି, ଆଉ କିଛି ସମୟ ଗଲେ ସଞ୍ଜ ଆସିଯିବ। ଶଗଡ଼ିଆ କ'ଣ କରିବ ତାକୁ ଆଉ କିଛି ବୁଦ୍ଧି ବାଟ ଦିଶିଲା ନାହିଁ। ଠିକ୍ ସେଇ ସମୟରେ ସେଇ ବାଟ ଦେଇ ଗୋଟେ ବଳବାନ ଲୋକଟେ ଆସିଲା। ଦେଖିବାକୁ ବେଶ ହଟ୍ଟାକଟା। ଶଗଡ଼ିଆ ସେହି ଲୋକକୁ ଦେଖି କହିଲା, ଭାଇ, ମୋତେ ଟିକେ ସାହାଯ୍ୟ କର, ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଛି। ଲୋକଟି କହିଲା, ଆରେ ମୂର୍ଖ, ତୁ ତୋର ସବୁ ବଳ ଲଗେଇ ପଛରୁ ପେଲ୍, ଆଉ ବଳଦଙ୍କୁ ବଡ଼ ପାଟି କରି ଅଡ଼ା, ତୋ ଗାଡ଼ି ଉଠିଯିବ। ଆଉ ଯଦି ନ ଉଠିବ ତେବେ ଯାଇ ଭଗବାନଙ୍କୁ ଡାକିବୁ, ସେ ଶୁଣିବେ। ଏତକ କହି ଲୋକଟି ତା ବାଟରେ ଚାଲିଗଲା। ଶଗଡ଼ିଆ ଲୋକଟି କହିବା ମୁତାବକ ଠିକ୍ ସେଇଆ ହିଁ କଲା। ନିଜେ ପଛରୁ ସବୁ ବଳଦକ ଖର୍ଚ୍ଚ କରି ପେଲିଲା ଓ ବଳଦଙ୍କୁ ବଡ଼ ପାଟି କରି ଟାଣିବାକୁ ତାଗିଦ କଲା। ହେଲେ ଯେତେ ଚେଷ୍ଟା କଲେ ବି ଶଗଡ଼ ଯେମିତିକୁ ସେମିତି, ସେ ଗାଢ଼ରୁ ଉଠିପାରିଲା ନାହିଁ। ତାପରେ ଠିକ୍ ସେହି ବାଟ ଦେଇ ଆଉ ଜଣେ ଲୋକଟି ଆସିଲା। ଶଗଡ଼ିଆ ତାକୁ ଟିକେ ସାହାଯ୍ୟ ପାଇଁ ଅନୁରୋଧ କଲା। ଲୋକଟି କହିଲା, ଆରେ ବୋକା, ତୁ ସେ ଗାଢ଼ରେ ଆଗ ଇଟା ପଥର ପକା, ଆଉ ଠିକ୍ ଚକ ତଳକୁ ଇଟା କି ପଥର ଟାଣୁଆ ଜିନିଷ ଦେ, ତାପରେ ଚକ ଗାଢ଼ରୁ ଉଠିବ। ଏତକ କହି ସେ ଲୋକଟି ବି ଚାଲିଗଲା। ତାପରେ ଶଗଡ଼ିଆ ସେ ଲୋକ କଥାକୁ ମାନି ରାସ୍ତା କଡ଼ରୁ କିଛି ଇଟା ପଥର ଗୋଟେଇ ଆଣି ଠିକ୍ ଚକା ତଳକୁ ଦେଲା। ତାପରେ ସେ ବଳଦଙ୍କୁ ଅଡ଼େଇବା ସହ ନିଜେ ତା ବଳ ମୁତାବକ ପେଲିଲା। କିନ୍ତୁ ଚକଟି ବାରବାର ଇଟା ପଥରରୁ ଖସିଯାଇ ପୁଣି ସେଇ କାଦୁଅରେ ପଡ଼ୁଥିଲା, କିନ୍ତୁ ଗାଡ଼ି ଉଠି ପାରୁନଥିଲା। ଶଗଡ଼ିଆ ଭାରି ନିରାଶ ହେଲାଣି। କ'ଣ କରିବ? ପୁଣି ଆଉ କିଛି ସମୟ ପରେ ଆଉ ଗୋଟେ ଲୋକ ସେହି ବାଟ ଦେଇ ଯାଉଥିଲା। ଶଗଡ଼ିଆ ତାକୁ କହିବାରୁ ସେ ବି ନାନା ଉପଦେଶ ଦେଲା। ଏମିତିକି ଲଦା ହେଇଥିବା ସଉଦାପତ୍ର ସବୁ ତଳକୁ କରିବାକୁ କହିଲା ଓ ତା ବାଟରେ ଚାଲିଗଲା। ଠିକ୍ ଦୂର ବିଲରେ କାମ କରୁଥିବା ଗୋଟେ ଚାଷୀ ତା କାମ କରୁ କରୁ ଏସବୁ କଥା ଦେଖୁଥିଲା। ଶେଷରେ ସେ ଶଗଡ଼ିଆକୁ ସାହାଯ୍ୟ କରିବାକୁ ତା କାମ ଛାଡ଼ି ଆସିଲା ଓ ଶଗଡ଼ିଆ କିଛି କହିବା ଆଗରୁ ସେ ଶଗଡ଼ିଆକୁ କହିଲା, ତୁମେ ବଳଦ ଘଉଡ଼ାଅ ଓ ଆଗପଟରେ ପାରୁ ପର୍ଯ୍ୟନ୍ତ ଶଗଡ଼କୁ ଟାଣ, ମୁଁ ପଛରୁ ମୋ ସମସ୍ତ ଶକ୍ତି ଖଟେଇ ପେଲୁଛି। ଶଗଡ଼ିଆ ଏ କଥା ଶୁଣି ଭାରି ଖୁସି ହେଲା ଓ ଚାଷୀଟିର କଥାରେ ତାହା ହିଁ କଲା। ବଳଦଙ୍କୁ ଅଡ଼େଇବା ସହ ନିଜେ ଟାଣିଲା ଓ ଚାଷୀଟି ବି ପଛରୁ ପେଲିଲା। ଶେଷରେ ଶଗଡ଼ ଗାଡ଼ିଟି ସେ ଗାଢ଼ରୁ ଉଠିଗଲା। ଶଗଡ଼ିଆର ଖୁସି କହିଲେ ନ ସରେ। ସେ ଚାଷୀଟିକୁ ଧନ୍ୟବାଦ ଦେଇ ସେଠାରୁ ଚାଲିଗଲା। ଏଣୁ ପିଲାମାନେ, ଏ ଗପରୁ ଶିକ୍ଷା ମିଳିଲା ଯେ ଉପଦେଶ ଦେବା ଅପେକ୍ଷା ଯଦି କେହି ବ୍ୟକ୍ତି ଶଗଡ଼ିଆ ସହ ମିଶି ଶଗଡ଼କୁ ଟିକେ ପେଲି ଦେଇଥାନ୍ତେ, ତେବେ ସେ ଶଗଡ଼ିଆ ଏତେ ହଇରାଣ ହରକତ ହେଇନଥାନ୍ତା। କଥାରେ କହିବା ବା ଉପଦେଶ ଦେବା ଭାରି ସହଜ ଆଉ ଶସ୍ତା, କିନ୍ତୁ ପ୍ରକୃତ ସାହାଯ୍ୟର ହାତ ବଢ଼େଇବା କ'ଣ ଏତେ କଷ୍ଟ?